हर हर महादेव 26 जुलाई 2026 रविवार आषाढ़ मास शुक्ल पक्ष द्वादशी दिन 1 घंटा 55 मिनिट समय पर्यंत रहिबो। नक्षत्र ज्येष्ठा नक्षत्र मल्ल दिन 8 घंटा 17 मिनिट समय पर्यंत रहिबो। सूर्योदय 5 घंटा 23 मिनिट, सूर्यास्त 6 घंटा 23 मिनिट, चंद्रोदय 4 घंटा 57 मिनिट, चंद्रास्त 3 घंटा 34 मिनिट। 20 जुलाई 2024 रु आरंभ हेबाकु थिबा पुष्या नक्षत्र वर्षार संपूर्ण विवरणी ओडिया कृषि पाणीपाग एवं ज्योतिष गणना अनुसार एठारे दियागला समय सीमा आरंभ 20 जुलाई 2024 पूर्वाह्न 11 घंटा 13 मिनिट रु पुष्या नक्षत्र प्रवेश करिवे। शेष 3 अगस्त 2024 पूर्वाह्न पर्यंत एही नक्षत्रर प्रभाव रहिबो। अवधि यह प्राय 14 दिन पर्यंत ओडिशार पाणीपाग को प्रभावित करिबो। जमगंड 12 घंटा 33 मिनिट रु 2 घंटा 12 मिनिट, कुलिका काल 3 घंटा 50 मिनिट रु 5 घंटा 29 मिनिट, दुर्मुहूर्त 5 घंटा 22 मिनिट रु 6 घंटा 15 मिनिट, शुभ काल अभिजित मुहूर्त 12 घंटा 7 मिनिट रु 12 घंटा 59 मिनिट, अमृत काल 3 घंटा 22 मिनिट रु 5 घंटा 10 मिनिट, ब्रह्म मुहूर्त 4 घंटा 22 मिनिट रु 5 घंटा 10 मिनिट। 26 जुलाई 2026 रविवार राहु अपराह्न 5 घंटा 29 मिनिट रु 7 घंटा 7 मिनिट समय पर्यंत रहिबो। सकाल 7 घंटा 34 मिनिट समय रे चंद्रमा बिछा राशि छाड़ी धनु राशि रे संचार करुछंती। 26 जुलाई 2026 रे सूर्यदेवଙ୍କ ଏହି ଗୋଚର କିଛି ରାଶିଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ପାରେ। କାହାର ଖୋଲିବ ଧନର ଦ୍ୱାର, କାହାକୁ ମିଳିବ ଚାକିରିରେ ପଦୋନ୍ନତି, ବ୍ୟବସାୟରେ ବଡ଼ ସଫଳତା ଓ ସମ୍ମାନ, ଆଉ କେଉଁ ରାଶିକୁ ସତର୍କ ରହିବାକୁ ପଡ଼ିବ। ଏହି ସୂର୍ଯ୍ୟଗୋଚର ଆପଣଙ୍କ କ୍ୟାରିୟର, ଧନ, ପରିବାର, ପ୍ରେମ, ସ୍ୱାସ୍ଥ୍ୟ ଓ ଭାଗ୍ୟ ଉପରେ କେମିତି ପ୍ରଭାବ ପକାଇବ, ଆଜିର ଏହି ଭିଡ଼ିଓରେ ଆମେ ମେଷରୁ ଆରମ୍ଭ କରି ମୀନ ପର୍ଯ୍ୟନ୍ତ ସମସ୍ତ 12ଟି ରାଶିର ସମ୍ପୂର୍ଣ୍ଣ ବିଶ୍ଳେଷଣ କରିବା। ଭିଡ଼ିଓର ଶେଷରେ ମୁଁ କହିବି ସୂର୍ଯ୍ୟଦେବଙ୍କ କୃପା ପାଇବାର ଏକ ସରଳ ଓ ପ୍ରଭାବଶାଳୀ ଉପାୟ, ଯାହା ଆପଣଙ୍କ ଭାଗ୍ୟକୁ ଆହୁରି ମଜବୁତ କରିପାରେ। ସେଥିପାଇଁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ କମେଣ୍ଟରେ ନିଜ ରାଶି ଲେଖିବାକୁ ଭୁଲନ୍ତୁ ନାହିଁ। ଚାଲନ୍ତୁ ଆରମ୍ଭ କରିବା 26 ଜୁଲାଇ 2026ର ସୂର୍ଯ୍ୟଗୋଚର ରାଶିଫଳ। ମେଷ ରାଶି 26 ଜୁଲାଇ 2026 ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ମେଷ ରାଶିରୁ କର୍କଟ ରାଶି ଚତୁର୍ଥ ଭାବରେ ପଡ଼ୁଛି। ଚତୁର୍ଥ ଭାବ ଘର, ମାତା, ଜମି, ଜାଗା, ଯାନ, ମାନସିକ ଶାନ୍ତି ଓ ପାରିବାରିକ ସୁଖର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଘରୋଇ ଜୀବନ ଓ ଦାୟିତ୍ୱ ଉପରେ ଅଧିକ ଧ୍ୟାନ ଦେବାର ସଂକେତ ଦେଉଛନ୍ତି। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ସରକାରୀ କାମ କିମ୍ବା ପ୍ରଶାସନିକ କ୍ଷେତ୍ରରେ ସଫଳତାର ସୁଯୋଗ ରହିଛି। ଘର କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଗତି ହୋଇପାରେ। ଆର୍ଥିକ ସ୍ଥିତି ଜମି, ଘର କିମ୍ବା ଯାନ ପାଇଁ ଖର୍ଚ୍ଚ ହୋଇପାରେ। ଦୀର୍ଘମିଆଦୀ ନିବେଶ ଲାଭଦାୟକ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ପ୍ରେମ ଓ ପରିବାର ସହ ସମୟ ବିତାଇବାର ସୁଯୋଗ ମିଳିବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହ ବୁଝାମଣା ବଢ଼ିବ। ସ୍ୱାସ୍ଥ୍ୟ ମାନସିକ ଚାପରୁ ଦୂରେ ରୁହନ୍ତୁ। ଛାତି ଓ ପେଟ ସମ୍ବନ୍ଧୀୟ ସମସ୍ୟାରୁ ଅବହେଳା କରନ୍ତୁ ନାହିଁ। ଯୋଗ ପ୍ରାଣାୟାମ ଲାଭଦାୟକ ହେବ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ପିତା ଓ ଗୁରୁଜନଙ୍କ ସମ୍ମାନ କରନ୍ତୁ। ବୃଷଭ ରାଶି 26 ଜୁଲାଇ 2026ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ବୃଷ ରାଶିରୁ କର୍କଟ ରାଶି ତୃତୀୟ ଭାବରେ ପଡ଼ୁଛି। ତୃତୀୟ ଭାବ ସାହସ, ପରାକ୍ରମ, ଯୋଗାଯୋଗ, ଭାଇ ଭଉଣୀ, ଛୋଟ ଯାତ୍ରା ଓ ନିଜ ପ୍ରୟାସର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କ ଆତ୍ମବିଶ୍ୱାସ ଓ କାର୍ଯ୍ୟଦକ୍ଷତା ବଢ଼ାଇପାରେ। କାର୍ଯ୍ୟକ୍ଷେତ୍ର କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ସରକାରୀ କାମ, ମିଡ଼ିଆ, ମାର୍କେଟିଂ ଓ ଯୋଗାଯୋଗ କ୍ଷେତ୍ରରେ ସଫଳତା ମିଳିବ। ନିଜ ପ୍ରୟାସର ଫଳ ଧୀରେ ଧୀରେ ମିଳିବ। ଆର୍ଥିକ ସ୍ଥିତି ପରିଶ୍ରମ ଅନୁଯାୟୀ ଧନ ଲାଭ ହୋଇପାରେ। ଛୋଟ ନିବେଶ କିମ୍ବା ନୂଆ ପ୍ରକଳ୍ପ ଲାଭ ମିଳିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ପ୍ରେମ ଓ ପରିବାର ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ପରିବାରର ସହଯୋଗ ମିଳିବ। ଜୀବନସାଥୀଙ୍କ ସହ ବୁଝାମଣା ବଢ଼ିବ। ସ୍ୱାସ୍ଥ୍ୟ ଶରୀରରେ ଶକ୍ତି ଉତ୍ସାହ ବଢ଼ିବ।
କାନ୍ଧ ବା ବାହୁର ଯତ୍ନ ନିଅନ୍ତୁ। ନିୟମିତ ବ୍ୟାୟାମ ଓ ପ୍ରାଣାୟାମ କରନ୍ତୁ। ପ୍ରତିକାର ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ପିତା ଓ ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ମିଥୁନ ରାଶି 26 ଜୁଲାଇ 2026ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ମିଥୁନ ରାଶିରୁ କର୍କଟ ରାଶି ଦ୍ୱିତୀୟ ଭାବରେ ପଡ଼ୁଛି। ଦ୍ୱିତୀୟ ଭାବ ଧନ ସଞ୍ଚୟ, ପରିବାର, ବାଣୀ ଓ ମୂଲ୍ୟବୋଧର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଆର୍ଥିକ ସ୍ଥିରତା ଓ ପାରିବାରିକ ଦାୟିତ୍ୱ ଉପରେ ଅଧିକ ଧ୍ୟାନ ଦେବାର ସଂକେତ ଦେଉଛନ୍ତି। କାର୍ଯ୍ୟକ୍ଷେତ୍ର ଚାକିରିରେ ସମ୍ମାନ ଓ ନୂଆ ଦାୟିତ୍ୱ ମିଳିବ। ବ୍ୟବସାୟରେ ଧୀରେ ଧୀରେ ଆର୍ଥିକ ଉନ୍ନତି ହେବ। ବାଣୀ ଓ ଯୋଗାଯୋଗ କୌଶଳରୁ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ଧନ ସଞ୍ଚୟ କରିବାର ଭଲ ସମୟ ରହିଛି। ପରିବାର ପାଇଁ କିଛି ଖର୍ଚ୍ଚ ବଢ଼ିପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରରେ ରୁହନ୍ତୁ। ପ୍ରେମ ଓ ପରିବାରରେ ସମ୍ମାନ ଓ ସହଯୋଗ ବଢ଼ିବ। ବାଣୀରେ ମଧୁରତା ରଖିଲେ ସମ୍ପର୍କ ଆହୁରି ଭଲ ହେବ। ଜୀବନସାଥୀଙ୍କ ସହ ବୁଝାମଣା ବଢ଼ିବ। ସ୍ୱାସ୍ଥ୍ୟ ଖାଦ୍ୟପାନୀୟରେ ସଂଯମ ରଖନ୍ତୁ। ଆଖି, ଗଳା ଓ ଦାନ୍ତର ଯତ୍ନ ନିଅନ୍ତୁ। ସକାଳେ ଯୋଗ ଓ ପ୍ରାଣାୟାମ କରନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ। କର୍କଟ ରାଶି 26 ଜୁଲାଇ 2026 ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। କର୍କଟ ରାଶି ପାଇଁ ସୂର୍ଯ୍ୟଦେବ ପ୍ରଥମ ଭାବ ଅର୍ଥାତ୍ ଲଗ୍ନ ଭାବରେ ବିରାଜମାନ ଅଛନ୍ତି। ଏହି ଗୋଚର ଆପଣଙ୍କ ବ୍ୟକ୍ତିତ୍ୱ, ଆତ୍ମବିଶ୍ୱାସ, ନେତୃତ୍ୱ କ୍ଷମତା ଓ ସାମାଜିକ ପ୍ରତିଷ୍ଠାକୁ ପ୍ରଭାବିତ କରିବେ। ଜୀବନରେ ନୂଆ ଆରମ୍ଭ ଓ ନିଜକୁ ପ୍ରମାଣ କରିବାର ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ର ଚାକିରିରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବ। ନେତୃତ୍ୱ ଦେଖାଇବାର ସୁଯୋଗ ମିଳିବ। ସରକାରୀ କାମ କିମ୍ବା ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇପାରନ୍ତି। ଆର୍ଥିକ ସ୍ଥିତି ଆୟ ବୃଦ୍ଧିର ସମ୍ଭାବନା ରହିଛି। ନୂଆ ଆର୍ଥିକ ସୁଯୋଗ ମିଳିପାରେ। ଅହଙ୍କାରରେ କୌଣସି ଆର୍ଥିକ ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରେମ ଓ ପରିବାରରେ ଆପଣଙ୍କ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହ ଖୋଲାମେଲା କଥାବାର୍ତ୍ତା କରନ୍ତୁ। ଛୋଟ କଥାରେ କ୍ରୋଧ କରିବାରୁ ଦୂରରେ ରୁହନ୍ତୁ। ସ୍ୱାସ୍ଥ୍ୟ ଶକ୍ତି ଓ ଆତ୍ମବିଶ୍ୱାସ ବଢ଼ିବ। ଅଧିକ କାମ ଯୋଗୁଁ କ୍ଳାନ୍ତି ହୋଇପାରେ। ସକାଳେ ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟାମ କରନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ପିତା ଓ ଗୁରୁଜନଙ୍କ ସମ୍ମାନ କରନ୍ତୁ। ସିଂହ ରାଶି 26 ଜୁଲାଇ 2026ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ସିଂହ ରାଶିରୁ କର୍କଟ ରାଶି ଦ୍ୱାଦଶ ଭାବରେ ପଡ଼ୁଛି। ଦ୍ୱାଦଶ ଭାବ ବିଦେଶ ଖର୍ଚ୍ଚ, ଆଧ୍ୟାତ୍ମିକତା, ଏକାନ୍ତ, ହସ୍ପିଟାଲ ଓ ଗୁପ୍ତ କାର୍ଯ୍ୟର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କୁ ଆତ୍ମବିଶ୍ଳେଷଣ, ଧୈର୍ଯ୍ୟ ଓ ସଠିକ୍ ଆର୍ଥିକ ଯୋଜନାର ଆବଶ୍ୟକତା ବୁଝାଇବେ। କାର୍ଯ୍ୟକ୍ଷେତ୍ର ବିଦେଶ ସମ୍ପର୍କିତ କାମରେ ସୁଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ବଢ଼ିବ କିନ୍ତୁ ତାହାର ଫଳ ପରେ ମିଳିବ। ଗୋପନୀୟ କାର୍ଯ୍ୟ ଓ ଦଲିଲ ପତ୍ରରେ ସତର୍କ ରୁହନ୍ତୁ। ଆର୍ଥିକ ସ୍ଥିତି ଅନାବଶ୍ୟକ ଖର୍ଚ୍ଚ ବଢ଼ିବ। ବଜେଟ୍ ଅନୁସାରେ ଚାଲିଲେ ଆର୍ଥିକ ସ୍ଥିତି ଭଲ ରହିବ। ବଡ଼ ନିବେଶ ପୂର୍ବରୁ ଭଲ ଭାବେ ଭାବନ୍ତୁ। ପ୍ରେମ ଓ ପରିବାରରୁ ସମୟ ଦିଅନ୍ତୁ। ଜୀବନ ସାଥୀଙ୍କ ସହ ଭୁଲ ବୁଝାବୁଝି ଏଡ଼ାନ୍ତୁ। ଧୈର୍ଯ୍ୟ ଓ ମଧୁର ବ୍ୟବହାର ସମ୍ପର୍କକୁ ମଜବୁତ କରିବ। ସ୍ୱାସ୍ଥ୍ୟ, ନିଦ୍ରା, ମାନସିକ ଚାପ ପ୍ରତି ଧ୍ୟାନ ଦିଅନ୍ତୁ। ଆଖି ଓ ରକ୍ତଚାପ ସମ୍ବନ୍ଧୀୟ ସମସ୍ୟାରେ ସତର୍କ ରୁହନ୍ତୁ। ଯୋଗ, ଧ୍ୟାନ ଓ ପ୍ରାଣାୟାମ ଲାଭଦାୟକ ହେବ। ଉପାୟ ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ରବିବାର ଗହମ କିମ୍ବା ଗୁଡ଼ ଦାନ କରନ୍ତୁ। କନ୍ୟା ରାଶି 26 ଜୁଲାଇ 2026ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। କନ୍ୟା ରାଶିରୁ କର୍କଟ ରାଶି ଏକାଦଶ ଭାବରେ ପଡ଼ୁଛି। ଏକାଦଶ ଭାବ ଆୟ, ଲାଭ, ଇଚ୍ଛା ପୂରଣ, ବନ୍ଧୁ, ନେଟୱାର୍କ ଓ ସାମାଜିକ ସମ୍ପର୍କର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କ ପାଇଁ ଲାଭ ଓ ସଫଳତାର ଶକ୍ତିଶାଳୀ ସଂକେତ ନେଇ ଆସୁଛନ୍ତି। କାର୍ଯ୍ୟକ୍ଷେତ୍ର ଚାକିରିରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବ। ବ୍ୟବସାୟରେ ନୂଆ ଗ୍ରାହକ ଓ ଲାଭର ସୁଯୋଗ ଆସିବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇପାରନ୍ତି। ଆର୍ଥିକ ସ୍ଥିତି ଆୟ ବୃଦ୍ଧିର ପ୍ରବଳ ଯୋଗ ରହିଛି। ଅଟକିଥିବା ଧନ ଫେରି ପାଇବାର ସମ୍ଭାବନା ଅଛି। ନୂଆ ନିବେଶରୁ ଭଲ ଫଳ ମିଳିବ। ପ୍ରେମ ପରିବାରରେ ଖୁସିର ପରିବେଶ ରହିବ।
ବନ୍ଧୁମାନଙ୍କ ସହଯୋଗ, ନୂଆ ସୁଯୋଗ ମିଳିବ, ପ୍ରେମ ସମ୍ପର୍କ ଆହୁରି ମଜବୁତ ହେବ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ। ଅଧିକ କାମ ଯୋଗୁଁ କ୍ଳାନ୍ତିରୁ ସତର୍କ ରୁହନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ରବିବାର ଗହମ, ଗୁଡ଼ କିମ୍ବା ଲାଲ ବସ୍ତ୍ର ଦାନ କରନ୍ତୁ। ତୁଲା ରାଶି 26 ଜୁଲାଇ 2024ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ତୁଲା ରାଶିରୁ କର୍କଟ ରାଶି ଦଶମ ଭାବରେ ପଡ଼ୁଛି। ଦଶମ ଭାବ କର୍ମ, ଚାକିରି, ବ୍ୟବସାୟ, ସମ୍ମାନ, ପଦ ପ୍ରତିଷ୍ଠା ଓ ସାମାଜିକ ସଫଳତାର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର କ୍ୟାରିୟରରେ ବଡ଼ ପ୍ରଗତି ଓ ନୂଆ ସୁଯୋଗ ଆଣିପାରନ୍ତି। କାର୍ଯ୍ୟକ୍ଷେତ୍ର ଚାକିରିରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବ। ସରକାରୀ କାମ, ପ୍ରଶାସନ ଓ ନେତୃତ୍ୱ କ୍ଷେତ୍ରରେ ସଫଳତା ମିଳିବ। ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ପାଇବାର ଯୋଗ ରହିଛି। ଆର୍ଥିକ ସ୍ଥିତି ଆୟ ବୃଦ୍ଧି ହୋଇପାରେ। ବ୍ୟବସାୟରେ ଲାଭ ବଢ଼ିବ। ନୂଆ ନିବେଶ ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ। ପ୍ରେମ ପରିବାରର ସହଯୋଗ ମିଳିବ। କାମର ବ୍ୟସ୍ତତା ଯୋଗୁଁ ପରିବାରକୁ କମ୍ ସମୟ ଦେଇପାରନ୍ତି। ଜୀବନସାଥୀଙ୍କ ସହ ବୁଝାମଣା ବଜାୟ ରଖନ୍ତୁ। ସ୍ୱାସ୍ଥ୍ୟ ଅଧିକ କାମ ଯୋଗୁଁ କ୍ଳାନ୍ତି ହୋଇପାରେ। ନିୟମିତ ବିଶ୍ରାମ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ। ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟାମ ଲାଭଦାୟକ ହେବ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ରବିବାର ଗହମ, ଗୁଡ଼ କିମ୍ବା ତମ୍ବା ଦାନ କରନ୍ତୁ। ବିଛା ରାଶି 26 ଜୁଲାଇ 2024ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ବିଛା ରାଶିରୁ କର୍କଟ ରାଶି ନବମ ଭାବରେ ପଡ଼ୁଛି। ନବମ ଭାବ ଭାଗ୍ୟ, ଧର୍ମ, ଉଚ୍ଚଶିକ୍ଷା, ଗୁରୁ, ଦୀର୍ଘଯାତ୍ରା ଓ ପୁଣ୍ୟ କର୍ମର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଭାଗ୍ୟୋଦୟ, ସମ୍ମାନ ଓ ଜୀବନର ସକାରାତ୍ମକ ପରିବର୍ତ୍ତନ ସଂକେତ ଦେଉଛନ୍ତି। କାର୍ଯ୍ୟକ୍ଷେତ୍ର ଚାକିରିରେ ପଦୋନ୍ନତି କିମ୍ବା ନୂଆ ସୁଯୋଗ ମିଳିବ। ସରକାରୀ କାମ, ଶିକ୍ଷା ଓ ପ୍ରଶାସନ କ୍ଷେତ୍ରରେ ସଫଳତା ମିଳିବ। ବିଦେଶ କିମ୍ବା ଦୂରଯାତ୍ରା ସମ୍ପର୍କିତ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ଭାଗ୍ୟର ସହଯୋଗରେ ଧନ ଲାଭ ହୋଇପାରେ। ନିବେଶରୁ ଭଲ ଫଳ ମିଳିବାର ସମ୍ଭାବନା ରହିଛି। ଅନାବଶ୍ୟକ ଖର୍ଚ୍ଚରୁ ଏଡ଼ାନ୍ତୁ। ପ୍ରେମ ପରିବାରରେ ଧାର୍ମିକ ପରିବେଶ ରହିବ। ପିତା କିମ୍ବା ଗୁରୁଙ୍କ ଆଶୀର୍ବାଦ ଲାଭଦାୟକ ହେବ। ଜୀବନସାଥୀଙ୍କ ସହ ଆହୁରି ମଜବୁତ ହେବ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ଦୀର୍ଘ ଯାତ୍ରାରେ ସତର୍କ ରୁହନ୍ତୁ। ସକାଳେ ସୂର୍ଯ୍ୟ ନମସ୍କାର ପ୍ରାଣାୟାମ କରନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ପିତା, ଗୁରୁ ଓ ବଡ଼ମାନଙ୍କ ସମ୍ମାନ କରନ୍ତୁ। ଧନୁରାଶି 26 ଜୁଲାଇ 2024ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ଧନୁରାଶିରୁ କର୍କଟ ରାଶି ଅଷ୍ଟମ ଭାବରେ ପଡ଼ୁଛି। ଅଷ୍ଟମ ଭାବ ପରିବର୍ତ୍ତନ, ଗୁପ୍ତ ବିଷୟ, ହଠାତ୍ ଘଟଣା, ବୀମା, ଉତ୍ତରାଧିକାର ଓ ଗବେଷଣା ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କୁ ଧୈର୍ଯ୍ୟ, ସତର୍କତା ଓ ସଠିକ୍ ନିଷ୍ପତ୍ତି ନେବାର ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ହଠାତ୍ ପରିବର୍ତ୍ତନ ହୋଇପାରେ। ଗବେଷଣା, ବୀମା, କର, ଚିକିତ୍ସା କିମ୍ବା ଗୁପ୍ତ ବିଭାଗ ସହ ଜଡ଼ିତ କାମରେ ସଫଳତା ମିଳିବ। ବରିଷ୍ଠଙ୍କ ସହ ମତଭେଦ ଏଡ଼ାନ୍ତୁ। ଆର୍ଥିକ ସ୍ଥିତି ହଠାତ୍ ଖର୍ଚ୍ଚ ଆସିପାରେ। ବଡ଼ ନିବେଶ ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ। ବୀମା ଓ ସଞ୍ଚୟ ଉପରେ ଧ୍ୟାନ ଦେବା ଲାଭଦାୟକ ହେବ। ପ୍ରେମ ଜୀବନସାଥୀଙ୍କ ସହ ଖୋଲାମେଲା କଥାବାର୍ତ୍ତା କରନ୍ତୁ। ପରିବାରର ବଡ଼ମାନଙ୍କ ପରାମର୍ଶ ନିଅନ୍ତୁ। ଛୋଟ କଥାକୁ ନେଇ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରୁହନ୍ତୁ। ପେଟ, ହାଡ଼ ଓ ରକ୍ତଚାପ ସମ୍ବନ୍ଧୀୟ ସମସ୍ୟାକୁ ଅବହେଳା କରନ୍ତୁ ନାହିଁ। ଯୋଗ, ପ୍ରାଣାୟାମ ଓ ନିୟମିତ ବ୍ୟାୟାମ କରନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଓಂ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ରବିବାର ଗହମ କିମ୍ବା ଗୁଡ଼ ଦାନ କରନ୍ତୁ। ମକର ରାଶି 26 ଜୁଲାଇ 2024ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ମକର ରାଶିରୁ କର୍କଟ ରାଶି ସପ୍ତମ ଭାବରେ ପଡ଼ୁଛି। ସପ୍ତମ ଭାବ ବିବାହ, ଜୀବନସାଥୀ, ବ୍ୟବସାୟିକ ଭାଗିଦାରୀ, ଚୁକ୍ତି ଓ ସାର୍ବଜନିକ ସମ୍ପର୍କର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ସମ୍ପର୍କ ଓ ବ୍ୟବସାୟରେ ସନ୍ତୁଳନ ରଖିବା ସଂକେତ ଦେଉଛନ୍ତି। କାର୍ଯ୍ୟକ୍ଷେତ୍ର ବ୍ୟବସାୟରେ ନୂଆ ଭାଗିଦାରୀର ସୁଯୋଗ ମିଳିବ। ଚାକିରିରେ ନୂଆ ଦାୟିତ୍ୱ ଆସିବ। ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ। ଏହା ଆଗକୁ ଲାଭଦାୟକ ହେବ। ଆର୍ଥିକ ସ୍ଥିତି
ବ୍ୟବସାୟରୁ ଭଲ ଲାଭ ମିଳିବ। ସହଭାଗିତାରେ ନିବେଶ କରିବା ପୂର୍ବରୁ ସବୁ ଦଲିଲ ଯାଞ୍ଚ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ନିୟନ୍ତ୍ରଣ କରନ୍ତୁ। ପ୍ରେମ ପରିବାର ଜୀବନସାଥୀଙ୍କ ସହ ବୁଝାମଣା ବଢ଼ିବ। ଅହଙ୍କାର ଓ କ୍ରୋଧରୁ ଦୂରେ ରୁହନ୍ତୁ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଅଧିକ କାମରୁ କ୍ଳାନ୍ତି ହୋଇପାରେ। ପେଟ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରେ ସତର୍କ ରୁହନ୍ତୁ। ଯୋଗ ପ୍ରାଣାୟାମ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ରବିବାର ଗହମ କିମ୍ବା ଗୁଡ଼ ଦାନ କରନ୍ତୁ। କୁମ୍ଭ ରାଶି 26 ଜୁଲାଇ 2024ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। କୁମ୍ଭ ରାଶିରୁ କର୍କଟ ରାଶି ଷଷ୍ଠ ଭାବରେ ପଡ଼ୁଛି। ଷଷ୍ଠ ଭାବ ଶତ୍ରୁ, ଋଣ, ରୋଗ, ପ୍ରତିଯୋଗିତା, ସେବା ଓ ଦୈନନ୍ଦିନ କାର୍ଯ୍ୟର ପ୍ରତୀକ ରହିଛି। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କୁ ସାହସ, ପରିଶ୍ରମ, ବିଜୟର ସୁଯୋଗ ଦେଇପାରେ। କାର୍ଯ୍ୟକ୍ଷେତ୍ର ଚାକିରିରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବା ସୁଯୋଗ ମିଳିବ। ସରକାରୀ ଚାକିରି, ପ୍ରଶାସନ ଓ ସେବା କ୍ଷେତ୍ରରେ ସଫଳତାର ଯୋଗ ରହିଛି। କଠିନ ପରିଶ୍ରମ ଫଳ ମିଳିବ। ଆର୍ଥିକ ସ୍ଥିତି ଋଣ ଶୋଧ କରିବାର ସୁଯୋଗ ମିଳିବ। ଆୟ ସ୍ଥିର ରହିବ କିନ୍ତୁ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। କୋର୍ଟ କିମ୍ବା ବିବାଦ ସମ୍ବନ୍ଧୀୟ ବିଷୟରେ ଅନୁକୂଳ ଫଳ ମିଳିପାରେ। ପ୍ରେମ ପରିବାର ସହ ସୌନ୍ଦର୍ଯ୍ୟ ସହ କଥା କରନ୍ତୁ। ଜୀବନସାଥୀଙ୍କ ସହ ଛୋଟ କଥାରେ ବିବାଦ ଏଡ଼ାନ୍ତୁ। ବଡ଼ମାନଙ୍କ ପରାମର୍ଶ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିପାରେ। ଖାଦ୍ୟ ପାନୀୟ ଦୈନନ୍ଦିନ ଅଭ୍ୟାସରେ ଶୃଙ୍ଖଳା ରଖନ୍ତୁ। ଯୋଗ ପ୍ରାଣାୟାମ ଓ ନିୟମିତ ବ୍ୟାୟାମ କରନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପତ୍ରରେ ଜଳ ଅର୍ପଣ କରନ୍ତୁ। ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ରବିବାର ଗହମ କିମ୍ବା ଗୁଡ଼ ଦାନ କରନ୍ତୁ। ମୀନ ରାଶି 26 ଜୁଲାଇ 2024ରେ ସୂର୍ଯ୍ୟଦେବ କର୍କଟ ରାଶିରେ ଗୋଚର କରୁଛନ୍ତି। ମୀନ ରାଶିରୁ କର୍କଟ ରାଶି ପଞ୍ଚମ ଭାବରେ ପଡ଼ୁଛି। ପଞ୍ଚମ ଭାବ ସନ୍ତାନ, ଶିକ୍ଷା, ବୁଦ୍ଧି, ପ୍ରେମ, ସୃଜନଶୀଳତା ଓ ଭାଗ୍ୟର ପ୍ରତୀକ। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କ ପ୍ରତିଭାକୁ ଉଜାଗର କରିବା ସହ ନୂଆ ସୁଯୋଗ ଆଣିପାରେ। କାର୍ଯ୍ୟକ୍ଷେତ୍ର ଚାକିରିରେ ନୂଆ ଦାୟିତ୍ୱ ପଦୋନ୍ନତି ସମ୍ଭାବନା ରହିଛି। ସୃଜନଶୀଳ କାର୍ଯ୍ୟ, ଶିକ୍ଷା, କଲା, ମିଡ଼ିଆ, ପ୍ରଶାସନ କ୍ଷେତ୍ରରେ ସଫଳତା ମିଳିବ। ନିଜ ଦକ୍ଷତା ଦେଖାଇବାର ସୁଯୋଗ ପାଇପାରିବେ। ଆର୍ଥିକ ସ୍ଥିତି ଆୟ ବୃଦ୍ଧିର ସମ୍ଭାବନା ରହିଛି। ପୁରୁଣା ନିବେଶରୁ ଲାଭ ମିଳିବ। ବଡ଼ ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ପ୍ରେମ ସମ୍ପର୍କ ଆହୁରି ମଜବୁତ ହୋଇପାରେ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ମିଳିବ। ପରିବାରରେ ଖୁସି ଓ ସକାରାତ୍ମକ ପରିବେଶ ରହିବ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ମାନସିକ ଚାପରୁ ଦୂରେ ରୁହନ୍ତୁ। ଯୋଗ, ଧ୍ୟାନ, ସୂର୍ଯ୍ୟ ନମସ୍କାର କରନ୍ତୁ। ପ୍ରତିକାର ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ରବିବାର ଗହମ, ଗୁଡ଼ କିମ୍ବା ଲାଲ ବସ୍ତ୍ର ଦାନ କରନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ହର ହର ମହାଦେବ। ବନ୍ଦେ ମାତରମ୍।